ନମସ୍କାର। ଆଜି ଅନୁଭୂତିକୁ ନେଇ ଛୋଟ ଏକ କବିତା, ଅନୁଭୂତିର ମୂଲ୍ୟବୋଧକୁ ନେଇ ଛୋଟ ଏକ କବିତା। ଚାଲନ୍ତୁ ଶୁଣିବା। ଅନୁଭୂତି ମୋତି। ମୃତ୍ୟୁର ଅପେକ୍ଷା ଜୀବନ ସମୀକ୍ଷା, କିଏ ଉଚ୍ଚାରୁଛି ନୀରବ ମନ୍ତ୍ର। ଶୈଶବ ଆଖି ସପନର ଖଳା, ଜୀବନ ଅବୁଝା ଚିନ୍ତା ସ୍ୱତନ୍ତ୍ର। ନିଜର ସପନ ଇଚ୍ଛାର ପେଡ଼ିଟା, ଅନୁଭବ ଅଳଙ୍କାରେ ଭରିଲେ ପଥ ଚାଲିବାଟା ନିଶ୍ଚୟ ସହଜ, ସମ୍ମାନ ବରଷା ହୋଇବ ହେଳେ। ଅସାମର୍ଥ୍ୟ ପାଇଁ ସାମର୍ଥ୍ୟର ରାହା, ଅନାବନା ମନେ କଅଁଳ ସ୍ପର୍ଶ ଦେଇଗଲେ ମନ ସନ୍ତୋଷେ ଭରିବ, ଜୀବନ ହୋଇବ ସୁନ୍ଦର ଦୃଶ୍ୟ। କର୍ତ୍ତବ୍ୟକୁ ରାହା କର୍ମର ଫୁଆରା, ଅନୁଭୂତି ପରା ଅମୂଲ ମୂଲ। ଅନୁଭୂତି ମୋତି ଅନୁଭବ ଜ୍ୟୋତି, ଜୀବନ କରଇ ଯେ ସମତୁଲ। ଜୀବନ ରାସ୍ତାର ଖାଲ ଖମା ପାରି, ଜୀବନ ଗଛର ଅମୃତ ଫଳ। ଅନୁଭୂତି ଦେବ ଦିଗ୍ଦର୍ଶନ ଧାରା, ହସୁଛି ମୁଣ୍ଡରେ ପାଚିଲା ଚୂଳ। ଘର ଅଗଣାରେ ପାଚିଲା ଚୁଟିରେ, ପରିବାର ଗାଁ ଗଳପ ଲେଖା। ସେ ଗଳ୍ପ ଦେଖାଏ କଳ୍ପର ଠିକଣା, ଜୀବନେ ଅମୂଲ୍ୟ ଦୀପର ଶିଖା। ସେ ଗଳ୍ପ ଦେଖାଏ କଳ୍ପର ଠିକଣା, ଜୀବନେ ଅମୂଲ୍ୟ ଦୀପର ଶିଖା। ଜୀବନେ ଅମୂଲ୍ୟ ଦୀପର ଶିଖା। ହଁ ଆଜ୍ଞା, ଅନୁଭୂତିର ମୂଲ୍ୟ ବହୁତ ବେଶୀ। ଅନୁଭୂତିକୁ ନିଜର ଅନୁଭୂତି ହେଇପାରେ ବା ଅନ୍ୟମାନଙ୍କର ଅନୁଭୂତି ହେଇପାରେ। ତାକୁ ଯଦି ଆମେ ସକାରାତ୍ମକ ଦୃଷ୍ଟିରେ ନିଜ ଜୀବନରେ ଲଗାଇବା, ନିଶ୍ଚିତ ତାର ସୁଫଳ ଆମକୁ ମିଳିପାରିବ। କାରଣ ଅନୁଭୂତିରୁ ଯେଉଁ ଶିକ୍ଷା ମିଳେ, ସେ ଶିକ୍ଷା ବହିରୁ ମିଳେ ନାହିଁ। ତେଣୁ ଅନୁଭୂତିରୁ ପାଇଥିବା ଶିକ୍ଷାକୁ ମୋତି ଭଳି ସାଇତି ରଖି ତାର ଯତ୍ନ ନେଇ ତାକୁ ଜୀବନରେ ଲଗାଇ ପାରିଲେ ଜୀବନ ନିଶ୍ଚୟ ସୁନ୍ଦର ହେଇପାରିବ।